ରଫୁଜି ବୋଲି କହିକି ରଖିଥିଲେ ମୋ ଶାଶୁର ଶାଶୁ ଶ୍ୱଶୁର। ସିଏ ତ କିଛି କଲେନି, କାଗଜପତ୍ର କ'ଣ ବାତ୍ୟା ପବନ ହେଲା କ'ଣ ଦେଇଥିଲେ ତାଙ୍କୁ ପ୍ରମାଣପତ୍ର। ସେ ଯେଉଁ ବାତ୍ୟା ପବନ ହେଲା ସବୁ ଉଡ଼ି ଆଡ଼ିକି ପଳେଇଗଲେ। ଯିଏ ବି ଥିଲେ ସେମାନେ ବି ପଳେଇଗଲେ ଟଙ୍କା ପାଇକି। ଇଏ ବୁଢ଼ାବୁଢ଼ୀ କୁଆଡ଼େ ଗଲେନି, ସିଏ ଆଉ କିଛି କଲେନି କି କୁଆଡ଼େ ଗଲେନି। ମୋ ଶାଶୁ ବି ସେଇଭଳିଆ ରହିଛନ୍ତି ଆସିକି, ତାଙ୍କ କତରୁ ଛୁଆ ପିଲା 2ଟା ପୁଅ 2ଟା ଝିଅ, ସିଏ ବି ରହିଛନ୍ତି। ଆମେ ବୋହୂ ହେଇକି ଏବେ ଆଇଛୁ, ଆମେ କ'ଣ ଜାଣିଛୁ। ଏବେ କହୁଛନ୍ତି ତୁମେ ଉଠିଯାଅ, ଆମେ କରିମୁ କ'ଣ, କୁଆଡ଼େ ଯିମୁ ହଠାତ୍। ଆମେ ଚାହୁଁଛୁ ଯେଉଁ ଜାଗାରେ ଆମେ ରହିଛୁ ସେଇ ଜାଗାରେ କେମିତି ଆମେ ରହିମୁ। ଆମର ତ ନାହିଁ ପଇସା ବଳ କେଉଁଠି ଯାଇକି ରହିବା କରିବା ପାଇଁ, କେମିତି କେଉଁଠି ଯାଇକି ଆମେ ରହିବୁ। ଲକ୍ଷ୍ମୀ ଦେବନାଥ ସେ ଜାଗା ବାଡ଼ି ବିଷୟରେ ଧମକା ଚମକା ସମସ୍ତଙ୍କୁ, ୟା ତା ଦ୍ୱାରା ଯିଏ କେସ୍ କରିଛି ସେ ନିଜେ ତ ଆସିକି କହୁନି, ୟା ତା ଦ୍ୱାରା କହୁଛନ୍ତି ସମସ୍ତଙ୍କ କତିର ତାଙ୍କର ଡିଗ୍ରୀ ହେଇଯାଇଛି ତୁମକୁ ଉଠେଇଦେବେ, ଡିଗ୍ରୀ ହେଇଗଲାଣି ତୁମକୁ ଉଠେଇଦେବେ। ସିଏ ପାଇଗଲେଣି ସବୁ ତ କାଗଜପତ୍ର ତାଙ୍କ ନାଁର। ଆମକୁ ତ ସରକାର ଆଣିକି ବସେଇଛି, ତାଙ୍କ ନାଁକୁ ଗଲା କେମିତି। ଶ୍ୱଶୁର ତ ମଦ ପାଣି ଖାଉଥିଲେ, ତାଙ୍କ କତରୁ କେମିତି କ'ଣ କରୁଛନ୍ତି ମୁଁ ଜାଣିନି। ମୁଁ ଏବେ 17-18 ବର୍ଷ ହେଲା ମୁଁ ଆସିଛି। ସେମାନେ ମୋ ଶାଶୁ ଶ୍ୱଶୁର, ତାଙ୍କ ଶାଶୁ ଶ୍ୱଶୁର ଅମଳରୁ ସରକାର ତାଙ୍କୁ ଆଣିକି ଘର କରିକି ବସେଇଛି। ଏଇଖିଣିକା କହୁଛନ୍ତି ସିଏ ଆମ ଜାଗା, ଆମେ ନେଇଯିମୁ, ତୁମେ ସେ ଜାଗାରୁ ଉଠିଯାଅ। ଆମେ ଛୁଆ ପିଲା ଧରିକି ଯିମୁ କୁଆଡ଼େ। ଆମର ତ ପରିସ୍ଥିତି ନାହିଁ, ଘର ଦେଖିନେ କିଛି ଅବସ୍ଥା ନାହିଁ, ଆମେ ବାଗେଇ ବି ପାରୁନୁ ଡରିକି। ପଇସା ପତ୍ର ବି ନାହିଁ, ଖଟିନେ ଛୁଆଙ୍କୁ ଦେଖିବୁ ନା ନିଜେ କ'ଣ କରିବୁ। ତୁଳସୀ ଦେବନାଥ। ପାକିସ୍ତାନରେ ଯେତେବେଳେ ବିଭାଜନ ହେଇଥିଲା ସେତେ ମୋ ଶାଶୁ ଶ୍ୱଶୁର ପଳେଇ ଆସିଛନ୍ତି। ଆସିଗଲେ ସେ ମଇତାବ ରଖିଛନ୍ତି, ରଖିକି ତାର ଘର ବାଗେଇକି ଦେଇଛନ୍ତି। ଦେବାକୁ ଏବିକା ସେ ଘର ବାତ୍ୟା ହେଇଥିଲା, ଉଡ଼ି ଯାଇଛି। ଉଡ଼ି ଯାଇବାରେ ଯାହା ଦେଇଛନ୍ତି ସବୁ ଉଡ଼ି ଯାଇଛନ୍ତି। ଏବିକା ମୁସଲିମ ଲୋକ କହୁଛନ୍ତି ଏଇଟା ଆମ ବାପା ଜାଗା, ଆମ ଦାଦା ଜାଗା, ଏଇଟା କହିକି କହିଲା ତୁମେ ଉଠିଯାଅ। ଆମ ନାଁରେ କେସ୍ ଦେଇଛନ୍ତି, କହିଲା ଉଠିଯାଅ, ଆମର ଡିଗ୍ରୀ ପାଇଯାଇଛନ୍ତି, ତୁମକୁ ଉଠାଇଦେବେ। ଏଇଟା ରଖିଥିଲା ଗଭର୍ଣ୍ଣମେଣ୍ଟ। ସରକାର ଏବିକା ତ ଆମର କିଛି ବିବେଚନା କହିପାରୁନି, ଆମ ଯାଇନି। ଏବିକା ଆମ ଆସିଛି କଲେକ୍ଟର ଅଫିସ ଆସିଛି, ସେ ଯା ଏଇଟା ଏବିକା ଆମକୁ ଯଦି ଉଠେଇଦେବ, ଆମ କେଉଁଠି ଯିମି, ଆମକୁ ଟିକେ ଜାଗା ଜମି ଦେବା ପାଇଁ, ନହେଲେ ଟିକେ ପଟା ବାଟ ଦେଖିକି ଆମକୁ ଦେବ, ନହେଲେ ଆମ ଗରିବ ଲୋକ ଆମ କେଉଁଠି ଯିବି। ଆମ ତାର ରିପୋଜି ଲୋକ।